ସମସ୍ତଙ୍କୁ ସପ୍ରେମ ସାଇରାମ। ଆସନ୍ତୁ ଶୁଣିବା ଆଜିର ପ୍ରଶାନ୍ତି ଅନୁଚିନ୍ତା। ଆମର ଦୁଃଖ ଦୁର୍ଦ୍ଦଶାର ପ୍ରାଥମିକ ଉତ୍ସ କଣ? ଭଗବାନ ଆଜି ଅତି ପ୍ରେମପୂର୍ଣ୍ଣ ଭାବରେ ଆମକୁ ଅତି ସୁନ୍ଦର ରୂପେ ଏହାକୁ ବର୍ଣ୍ଣନା କରିଛନ୍ତି, ଯାହା ଦ୍ୱାରା ଆମେ ହୁଏତ ନିଜକୁ ସଜାଡ଼ି ପାରିବା। ଜଣେ ବ୍ୟକ୍ତି ରାଜା, କୃଷକ, ଧନୀ କିମ୍ବା ଦରିଦ୍ର ଯାହା ହୁଅନ୍ତୁ ନା କାହିଁକି, ସମସ୍ତଙ୍କୁ 5 ପ୍ରକାରର କ୍ଲେଶ ବା ଦୁର୍ଦ୍ଦଶା ଭୋଗ କରିବାକୁ ହିଁ ପଡ଼ିବ। ପ୍ରଥମ ହେଉଛି ଅବିଦ୍ୟା କ୍ଲେଶ ବା ଅଜ୍ଞାନ। ଶରୀର ପ୍ରତି ଆସକ୍ତି ବା ଦେହାଭିମାନ କାରଣରୁ ଜଣଙ୍କର ଆତ୍ମବିଶ୍ୱାସ ଲୋପ ପାଇଥାଏ। ଦେହକୁ ବାସ୍ତବ ଓ ଚିରନ୍ତନ ମନେକରି ମଣିଷ ଏହାକୁ ପୋଷଣ କରିବା ପାଇଁ ଅନେକ ଅସୁବିଧା ଦେଇ ଗତି କରିଥାଏ। ଆଜିର ଶିକ୍ଷା ପଦ୍ଧତି ଜଣଙ୍କ ଶାରୀରିକ ଉତ୍ଥାନ ଉପରେ ଗୁରୁତ୍ୱ ଦେଉଥିବା କାରଣରୁ ଏହା ମଧ୍ୟ ଏକ ପ୍ରକାର ଅବିଦ୍ୟା ବା ଅଜ୍ଞାନ ଅଟେ। ଏହିପରି ଶିକ୍ଷାକୁ ଆମ ବିଦ୍ୟା କୁହାଯାଇ ପାରିବ ନାହିଁ। ଶରୀରକୁ ହୃଷ୍ଟପୃଷ୍ଟ ରଖିବା ପାଇଁ ମଣିଷ ଅନେକ ଉପାୟ କରିଥାଏ। ସେଥିରେ ଅସଫଳ ହେଲେ ସେ ଅସ୍ତବ୍ୟସ୍ତ ହୋଇଯାଇଥାଏ, ଯାହା ପରିଶେଷରେ ତାକୁ ହତାଶ ଓ ଦୁର୍ଦ୍ଦଶାଗ୍ରସ୍ତ କରିଦେଇଥାଏ। ଆସକ୍ତି ଗୁଡ଼ିକ ସହିତ ଅତ୍ୟଧିକ ଘନିଷ୍ଠତା କାରଣରୁ ମଣିଷ ଦୁଃଖ ଭୋଗ କରିଥାଏ। ସେହି କାରଣରୁ ଶରୀର ପ୍ରତି ଅତ୍ୟଧିକ ଆସକ୍ତିକୁ ହ୍ରାସ କରିବା ପାଇଁ ମୁଁ ତୁମମାନଙ୍କୁ ସତର୍କ କରିଥାଏ। ଏହି ଶରୀର ଉଭୟ ଦୁଃଖ ଓ ସୁଖ ନିମନ୍ତେ ଉତ୍ତରଦାୟୀ ଅଟେ। ଶରୀର ଚେତନାର ଅର୍ଥାତ୍ ଦେହାଭିମାନ ଆବଶ୍ୟକତା ରହିଛି, କିନ୍ତୁ ପ୍ରଥମେ ଆତ୍ମିକ ଚେତନା ବା ଆତ୍ମାଭିମାନ ବିକଶିତ କର ଏବଂ ତାହାପରେ ତୁମେ ଶରୀର ଚେତନା ଅନୁଭବ କରିପାରିବ। ଦେହାଭିମାନକୁ ଜୀବନର ଏକମାତ୍ର ଲକ୍ଷ୍ୟ ମନେକରି ଆତ୍ମାଭିମାନକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯିବା କାରଣରୁ ମନୁଷ୍ୟ ଦୁର୍ଦ୍ଦଶାଗ୍ରସ୍ତ ହେଉଛି। ଉକ୍ତ ଦିବ୍ୟ ସମ୍ଭାଷଣଟି ଭଗବାନ ଅକ୍ଟୋବର 4 ତାରିଖ 2000 ମସିହାରେ ସୂଚାଇ ଦେଇଥିଲେ। କହିବାର ତାତ୍ପର୍ଯ୍ୟ, ଶରୀରର ବାସ୍ତବିକତାକୁ ପରୀକ୍ଷା କର ଏବଂ ମିଥ୍ୟା ପରିଚୟ ଠାରୁ ମୁକ୍ତ ହୁଅ। ତାହା ହିଁ ଜ୍ଞାନର ପରିଚାୟକ ଅଟେ। ଜୟ ସାଇରାମ।